ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଷ୍ଟଡି ରୁମ୍ର ପ୍ରତ୍ୟେକ ଜିନିଷକୁ ଠିକ୍ ସ୍ଥାନରେ ସ୍ଥାନୀକରଣ କରିବାକୁ ଅଭ୍ୟାସ କରନ୍ତୁ। ସଠିକ୍ ସ୍ଥାନରେ ସମସ୍ତ ଜିନିଷ ସ୍ଥାନୀକରଣ ନହେଲେ ସମୟ ଅପଚୟ ସହ ଏକାଗ୍ରତା ଭଙ୍ଗ ହୋଇଥାଏ। ଷ୍ଟଡି ଟେବୁଲ ଓ ଚେୟାର ସୁନ୍ଦର ଓ ମଜବୁତ ହେବା ଭଲ। ବିଦ୍ୟାର୍ଥୀଙ୍କର ଉଚ୍ଚତା ସହତା ରକ୍ଷା କରିବା ଉଚିତ ଏବଂ ଆରାମ ଦେବା ସହ ସହଜ ଢଙ୍ଗରେ ବସି ଅଧ୍ୟୟନ କରିବା ସମ୍ଭବ ହେବା ଏକାନ୍ତ ଜରୁରୀ। ବିବାହ ଯେତେବେଳେ ବି ବିବାହ କରନ୍ତୁ ସର୍ବଦା ସତ୍ୟର ଆଧାରରେ କରନ୍ତୁ, ମିଥ୍ୟାର ଆଶ୍ରୟ ନେଇ ନୁହେଁ। କାରଣ ବିବାହ ଦିନେ କିମ୍ବା 2 ଦିନ ରହିବା ପାଇଁ ହୋଇନଥାଏ, ବରଂ ସାରା ଜୀବନ ସାଥିରେ ରହିବା ପାଇଁ ହୋଇଥାଏ। କିନ୍ତୁ କିଛି ଲୋକ ବିବାହ କରିବା ପାଇଁ ମିଛ ଏବଂ ବଢ଼େଇ ବଢ଼େଇ କହିଥାନ୍ତି। ବିବାହ ତ ହେଇଯାଏ, କିନ୍ତୁ ତାଙ୍କର କେଇ ପଦ ମିଛ କଥା ପାଇଁ ତାହାର ଜୀବନ ନଷ୍ଟ ହୋଇଯାଏ। ନିଜକୁ ଖୁସିରେ ରଖିବା ଦାୟିତ୍ୱ ନିଜର ହିଁ ଅଟେ। କୌଣସି ଅନ୍ୟ ଲୋକଠାରୁ ଏହା ଆଶା ରଖିଲେ ଶେଷରେ ଦୁଃଖ ହିଁ ମିଳିବ। କୌଣସି ବ୍ୟକ୍ତି ନିଜର ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟର ସ୍ତ୍ରୀକୁ ବିବାହ କଲେ ସେ ବ୍ୟଭିଚାର କରେ। ପୁଣି ଯିଏ ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ ସେ ବ୍ୟଭିଚାର କରେ। ଆପଣଙ୍କର ପ୍ରଶଂସା ଅନ୍ୟ ଲୋକଠାରୁ ଶୁଣନ୍ତୁ, ମାତ୍ର ନିଜେ ନିଜର ପ୍ରଶଂସା କରନ୍ତୁ ନାହିଁ। ଜନନୀ ଏବଂ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ମହାନ। ଉତ୍ସାହ ଠାରୁ ବଳି ଅନ୍ୟ କୌଣସି ବଳ ନାହିଁ। ମାୟାର 2ଗୋଟି ଭେଦ ହେଲା ବିଦ୍ୟା ଓ ଅବିଦ୍ୟା। ଦୁଃଖୀ ଲୋକ ଅବସ୍ଥା ଚକ୍ରରେ ପଡ଼ି ପାପ କରିଥାଏ। ସତ୍ୟ ସମାନ ପାପ କିଛି ନାହିଁ। ସମସ୍ତ ସତ୍ୟ କର୍ମର ମୂଳ ଆଧାର ହେଉଛି ସତ୍ୟ। କାଳ ସର୍ପ ତୁଲ୍ୟ ଜାଣ ମିଥ୍ୟାବାଦୀ ନର। ମିଥ୍ୟାଠାରୁ ପାପ ନାହିଁ ଆହେ ମୁନିବର। କ୍ରୋଧ ଅଟେ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ ହେ ଜାଣ। କ୍ରୋଧ ହେତୁ ନାଶ ଯାଆନ୍ତି ସଦ୍ଗୁଣ। ଗନ୍ଧ, ଅତର, ଫୁଲ, ତେଲ ଇତ୍ୟାଦି ସୁଗନ୍ଧଯୁକ୍ତ ଦ୍ରବ୍ୟ, ରସୁଣ, ପିଆଜ ଇତ୍ୟାଦି ଦୁର୍ଗନ୍ଧଯୁକ୍ତ ଦ୍ରବ୍ୟ ଶୁଙ୍ଘିଲେ ଯେଉଁ ସୁଖ ଅନୁଭୂତ ହୁଏ ତାହା ଗନ୍ଧଜନିତ ସୁଖ। ମାନ, ଶରୀରର ଆଦର ସତ୍କାର ହେଲେ ଯେଉଁ ସୁଖ ଅନୁଭୂତ ହୁଏ ତାହାକୁ ମାନ ବା ସମ୍ମାନର ସୁଖ କହନ୍ତି। ବଡ଼ିମା ନାମର ପ୍ରଶଂସା ବଢ଼ିଲେ ବା ମିଳିଲେ ଯେଉଁ ସୁଖ ଅନୁଭୂତ ହୁଏ ତାହାକୁ ବଡ଼ିମାର ସୁଖ କହନ୍ତି। ଆରାମ, ଶାରୀରିକ ପରିଶ୍ରମ ନ କଲେ ଅର୍ଥାତ୍ ନିଷ୍କର୍ମା ହୋଇ ପଡ଼ି ରହିଲେ ଯେଉଁ ସୁଖ ଅନୁଭୂତ ହୁଏ ତାହାକୁ ଆରାମର ସୁଖ କହନ୍ତି। ଛାୟା ଓ ମାୟା, ଯିଏ ମଣିଷ ପଛରେ ଚାଲେ ତା ନାଁ ଛାୟା, କିନ୍ତୁ ମଣିଷ ଯାହା ପଛରେ ଚାଲେ ତା ନାଁ ମାୟା। ଜୟ ଶ୍ରୀ ଜଗନ୍ନାଥ।